କନ୍ୟା ରାଶି 2025 ମସିହା ସେପ୍ଟେମ୍ବର ମାସ ପାଇଁ କନ୍ୟା ରାଶିର ରାଶିଫଳ କିପରି ରହିବ? ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସେପ୍ଟେମ୍ବର ମାସରେ କନ୍ୟା ରାଶିରେ ଅବସ୍ଥାନ କରିଥିବା ମଙ୍ଗଳ ଏବଂ ମୀନ ରାଶିରେ ଅବସ୍ଥାନ କରିଥିବା ଶନି ପରସ୍ପର ପ୍ରତି ଦୃଷ୍ଟି ବିନିମୟ କରୁଥିବେ। ଫଳରେ ଏ ମାସରେ କନ୍ୟା ରାଶିଜାତ ବ୍ୟକ୍ତିଙ୍କର ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ପାଇବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପ୍ରବଳ ଆହ୍ୱାନର ସମ୍ମୁଖୀନ ହେବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସାମାଜିକ ସମ୍ମାନ ମିଳିବ। ଭାବିଚିନ୍ତି ନିଷ୍ପତ୍ତି ନେଇଥିଲେ ଭବିଷ୍ୟତ ଜୀବନ ପାଇଁ ଦୃଢ଼ ମୂଳଦୁଆ ପକାଇ ପାରିବେ। ନୂତନ ସମ୍ଭାବନାର ଦିଗ ଉନ୍ମୋଚିତ ହେବ। କର୍ମକ୍ଷେତ୍ରରେ ବୟସାଧିକ ବ୍ୟକ୍ତି କିମ୍ବା ଗୁରୁତୁଲ୍ୟ ବ୍ୟକ୍ତି ଉପଦେଶ ଦେଇ କର୍ମମୟ ଜୀବନଯାତ୍ରାକୁ ସଫଳ କରାଇବେ। ଟିଚିଂ ଲାଇନ୍ ଅଥବା ଶିକ୍ଷା କ୍ଷେତ୍ରରେ ଏବଂ ଆଇନ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସଫଳତାର ଶୀର୍ଷ ଦେଶକୁ ଛୁଇଁବାର ପ୍ରକୃଷ୍ଟ ସମୟ ଚାଲିଛି। ଚାକିରିରେ ପ୍ରମୋସନର ଯୋଗ ଦେଖାଯାଏ। ଏ ମାସରେ ବାଣିଜ୍ୟ ବେପାର କରୁଥିବା କନ୍ୟା ରାଶିଜାତ ବ୍ୟକ୍ତି ବ୍ୟବସାୟିକ ସଫଳତା ପାଇପାରିବେ। କିନ୍ତୁ ବେପାର କ୍ଷେତ୍ରରେ ବାକି ଦେବା ଠିକ୍ ହେବ ନାହିଁ। ଦେଇଥିବା ବାକି ଟଙ୍କା ଫେରସ୍ତ ପାଇବାରେ ବହୁତ ବିଳମ୍ବ ଘଟିବ। ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଏହି ସମୟ ଗୋଟିଏ ପାଖରେ କନ୍ୟା ରାଶିଜାତ ବ୍ୟକ୍ତିଙ୍କୁ ଧନ, ପ୍ରତିଷ୍ଠା, ସାମାଜିକ ସମ୍ମାନ, ବୁଦ୍ଧି ଏବଂ ବିବେକ ଭଳି କ୍ଷେତ୍ରରେ ଭଲ ଫଳ ପ୍ରଦାନ କରୁଥିବା ବେଳେ ଅନ୍ୟପକ୍ଷରେ ସ୍ୱାସ୍ଥ୍ୟଗତ ସମସ୍ୟା, ପାରିବାରିକ ଉତ୍ତେଜନା ଓ କୋର୍ଟ କଚେରୀ ମାମଲା ଭଳି ସମସ୍ୟାକୁ ସାମନା କରିବାର ବିଶେଷ ସମ୍ଭାବନା ରହିଅଛି। ସେପ୍ଟେମ୍ବର ମାସଟି କବି ଓ ଲେଖକଙ୍କ ପାଇଁ ସୃଜନଶୀଳ ସମୟ ରହିବ। ସେପ୍ଟେମ୍ବର ମାସରେ ଲଭ୍ ଲାଇଫରେ ଥିବା କନ୍ୟା ରାଶିଜାତ ବ୍ୟକ୍ତି ସନ୍ଦେହୀ ସ୍ୱଭାବର ହେବେ। ପାର୍ଟନରଙ୍କ ସହିତ କଳି ଝଗଡ଼ା ସୃଷ୍ଟି ହେବାର ସମ୍ଭାବନା ରହିଅଛି। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କଲେ ମଧ୍ୟ ଅଳସୁଆ ହେବେ। ଏ ତ ଗଲା ମୋଟାମୋଟି ଭାବରେ କନ୍ୟା ରାଶିଜାତ ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ କନ୍ୟା ରାଶିର ଆରାଧ୍ୟ ଦେବତା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।